हाँ बाबा कौन ଆପଣଙ୍କୁ 1 2 3 स्टार्ट ସିଆଡ଼ୁ ଗଲେ ବାବା ମୋର କହିବା କଥା କ'ଣ ମୋହନ ସରକାର ଆସୁଛନ୍ତି ଭଲ ହେଇଛି, ହେଲେ ବର୍ତ୍ତମାନ ଯେଉଁ ମଦ ଆଗରୁ ଯେମିତି ଚାଲୁଥିଲା ବର୍ତ୍ତମାନ ସେମିତି ଚାଲୁଛି। ଆପଣ ଏ ମଦ ବନ୍ଦ କରିବେ ନା ନାହିଁ ମହାପ୍ରଳୟ ହେବ। ଯଦି ଆପଣ ଏ ମଦ ବନ୍ଦ ନ କରିପାରିବେ ନିଶ୍ଚୟ ମହାପ୍ରଳୟ ହେଉଛି, ଯେ କି କୌଣସି ସରକାର ଏକୁ ରକ୍ଷା କରିପାରିବେନି। ତେଣୁ ଆପଣଙ୍କର ୟା ଉପରେ ମତ କ'ଣ ଜଣାନ୍ତୁ। ମୋର ମତ କ'ଣ, ବାରମ୍ବାର କି ଯେତେ ଏ ନିଶା ଲାଗି କୁହାହେଇଛି, ଏ ନିଶା ଆଜି ପର୍ଯ୍ୟନ୍ତ ଏଇ ମଦ ମାର ସମ୍ମାନ ରଖିଲେ ନେଇ। ଏ ମଦ ଯଦି ବନ୍ଦ ନ କରନ୍ତି ମହାପ୍ରଳୟ ହେବ। କାହିଁକିନା ଇଏ ଯାଇଛି ଇଏ ଇସ୍ରୋ ବୈଜ୍ଞାନିକ କ୍ଷେପଣାସ୍ତ୍ର ଗଲା ଶ୍ରୀ ଜଗନ୍ନାଥ ଧାମରୁ। ହାତ ଗୋଡ଼ କାନ ନଥିବା ଯେଉଁ ଶିକ୍ଷା ଦେଲେ ଓଡ଼ିଶାରୁ, ଏଇ ଓଡ଼ିଶାରେ ଆଧ୍ୟାତ୍ମିକ ଶକ୍ତି ମାଧ୍ୟମରେ ଏଇ ଶିକ୍ଷା ଦିଆଯାଇଛି। ଏ ସବୁ କରୁଛନ୍ତି ଏକମାତ୍ର ସେଇ ଜଗନ୍ନାଥ। ଇଏ ସେଥିଲାଗି କହିଛି ଏଇ ଯେଉଁ କ୍ଷେପଣାସ୍ତ୍ର ଗଲା ସତ୍ୟ ଯୁଗ ଆସିଛି। ଧାନ ବାଳୁଙ୍ଗା ଅଗାଡ଼ି କାଠୁଆ ସବୁ ବର୍ଷା ଚାଲିଛି। ଏଇ ସବୁ ଇଏ ବିରୁ ଏବେ ନା ଆଉ ନାହିଁ ସେ ଯୁଗ। ଏବେ ହୋଇଛି ବାଘ ହେଇଯାଇଛି। ଇଏ ଗୋଡ଼େଇ ଗୋଡ଼େଇ ବାଡ଼େଇ ବାଡ଼େଇକି ସବୁ ଶାନ୍ତି ଆସିବ। ଏଟା ସତ୍ୟ ହେବ। ଆଉ ଏ ବିରୁଦ୍ଧ ପାର୍ଟି ରହୁନା। ବିରୁଦ୍ଧ ପାର୍ଟି ଅର୍ଥ କ'ଣ? ବିରୁଦ୍ଧ ପାର୍ଟି କ'ଣ? ଇଏ ଚୋର ଡକାୟତ ଦଲାର ଇଏ ଗୁଣ୍ଡାରାଜ ଏଇ ଭ୍ରଷ୍ଟାଚାର ଏଇଆ ଚାଲିଥିବ। ଆରେ ତମେ ମିଶିଯାଅ। ଏଇ ଲାଗେ ସତ୍ୟର ବାର୍ତ୍ତା ଦେଉଛି କିଏ? ମୋହନ ମାଝୀ। ଯାହା ଦେଉଛି ତମେ ନିଜକୁ ପଚାରୁନ, ଗୁରୁଦେବଙ୍କୁ ପଚାରୁନ। ପଚାରିକି ତମେ ପରିବର୍ତ୍ତନ ହେଇଯାଅ, ନଚେତ କମ୍ପିବ ଓଡ଼ିଶା। ଖଣ୍ଡଗିରି ଆଉ ଉଦୟଗିରି ଭାରତ। ଏ ସତର୍କ ଘଣ୍ଟି, ଏହି ଶଙ୍ଖ ଘଣ୍ଟା, ଇଏ ହେଉଛି ବିଶ୍ୱଗୁରୁଙ୍କର। ଏ ସତର୍କ ଘଣ୍ଟି, ଏହି ଶଙ୍ଖ ଘଣ୍ଟା ଏକ ସଙ୍ଗରେ ବାଜିବ। ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତ୍ରିପୁର ଭେଦି ଶାନ୍ତିର ରାଜ୍ୟ ଫେରିବ। ଏଟା ସୁନିଶ୍ଚିତ ହେବ। ସେଥିଲାଗି କହିଛି ସର୍ବଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ଅହଂ ସର୍ବପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚ। ଏ ସବୁ ମୋକ୍ଷ ପ୍ରାପ୍ତ ହେବାର ଇଚ୍ଛା ଯଦି ଅଛି, ସବୁ ଏକ ହେଇଯାଅ। ଏ ଯେଉଁ ବିରୁଦ୍ଧ ଭ୍ରଷ୍ଟାଚାର ଦଳରେ ରହନା କେହି। ଏ ଓଡ଼ିଶାରେ ବିରୁଦ୍ଧ ପାର୍ଟି ହେଇକି କେହି ରୁହନା। ଏ ଭ୍ରଷ୍ଟାଚାରରୁ ମୁକ୍ତି କର। ଏ ନିଶା ସମ୍ପୂର୍ଣ୍ଣ ଭାବରେ ଏ ମଦ ବନ୍ଦ କର, ନଚେତ ମହାପ୍ରଳୟ ହେବ। ସାବଧାନ ହେଇଯାଅ। ଆଜି ପର୍ଯ୍ୟନ୍ତ ସବୁ ବନ୍ଦ କରାଗଲା, ସେଟା କାହିଁକି ବନ୍ଦ କରାଯାଇନି? ଏଟାକୁ ତୁରନ୍ତ ପଦକ୍ଷେପ ନିଆଯାଉ। ଏ ମୋହନ ସରକାର ଆଉ ମୋହନ ସରକାର ପଛଘୁଞ୍ଚା ନ ଦିଅନ୍ତୁ। ଆଉ ସେ ଦୃଢ଼ତା ସହିତ କାର୍ଯ୍ୟକାରୀ କରନ୍ତୁ। କାହିଁକିନା କଳା ପାହାଡ଼ ଯେମିତି କୀର୍ତ୍ତି ରଖିକି ଯାଇଛି, ସେମିତି ଇଏ ଗୋଟେ କୀର୍ତ୍ତି ରଖିକି ଯାଉ। ଯଦି ପ୍ରକୃତରେ ଧର୍ମ ରକ୍ଷା ପାଇଁ ଆଉ କେହି ମାତୃଦ୍ରୋହୀ, ପିତୃଦ୍ରୋହୀ, ଗୁରୁଦ୍ରୋହୀ, ଧର୍ମଦ୍ରୋହୀ ନ ହୁଅନ୍ତୁ। ସାବଧାନ, ସାବଧାନ।